ବାଲିଘାଟରେ ଜେସିବି ଅଟକାଇଲେ ମହିଳା। ବେଆଇନ ଭାବେ ବାଲି ଉଠାକୁ ନେଇ ତାତିଲେ ଗ୍ରାମବାସୀ। ବାଲିଘାଟରେ ପଶିଲେ ବାଲି ଉତ୍ତୋଳନକୁ ରୋକି ଜେସିବିକୁ ଅଟକାଇଲେ। ଏଭଳି ଘଟଣା ଘଟିଛି ଓଦଳା ଥାନା ଜୟପୁର ଗ୍ରାମରେ। ସୋନ ନଦୀର ନୂଆଗାଁ ବାଲିଘାଟରୁ ମାଫିଆମାନେ ବାଲି ଉତ୍ତୋଳନ କରୁଥିଲେ। ହେଲେ ନୂଆଗାଁକୁ ଛାଡ଼ି ଜୟପୁର ବାଲିଘାଟରେ ପଶି ମାଫିଆମାନେ ବେଆଇନ ଭାବେ ଜେସିବି ସହାୟତାରେ ବାଲି ଉତ୍ତୋଳନ କରୁଥିଲେ, ଯାହାକୁ ଗ୍ରାମବାସୀ ବାରଣ କରୁଥିଲେ ସୁଦ୍ଧା ମାଫିଆମାନେ ନ ଶୁଣିବାରୁ ଶେଷରେ ଗ୍ରାମର ମହିଳାମାନେ ବାଲିଘାଟରେ ପଶି ବେଆଇନ ବାଲି ଉତ୍ତୋଳନକୁ ଅଟକାଇଥିଲେ। ଏହା ସହିତ ବାଲି ବୋଝେଇ ହୋଇଥିବା ଡମ୍ଫରକୁ ଅଟକାଇଥିବା ବେଳେ ମାଫିଆମାନେ ଉକ୍ତ ଡମ୍ଫରକୁ ଛଡ଼ାଇ ନେଇ ଯାଇଥିବା ବେଳେ କେବଳ ଜେସିବିକୁ ଗ୍ରାମବାସୀ ଅଟକ ରଖିଛନ୍ତି। ବିନତା ମଲ୍ଲିକ ଆମ ବାଲି ନେଇ ଯାଉଥିଲେ, ଆମ ବାଲି ଖାଦାନ ସୀମାର ନେଇ ଯାଉଥିଲେ ରାତିର ଚୋରି କରିକି। ଆମେ ଆସିକି ଅଟକେଇଲେ। ଗୁରୁବାର ଦିନ ସୀମାର ବାଡ଼ ଘେରା ହେଇଥିଲା, ବାଡ଼କୁ ଉଠେଇକି ବାଲି ରାତିରେ ଚୋରି କରିଛନ୍ତି। ନୂଆ ଗାଁ ବାଲା ଜେସିବିରେ ଉଠେଇଛନ୍ତି, ଡମ୍ଫର ନେଉଛନ୍ତି। ଆମ ଗାଡ଼ି ଅଟକେଇଲେ ଆଣିକି ରଖିছে ଏଠି। ଆମର ବର୍ତ୍ତମାନ ଆମେ ଚାହୁଁଛୁ ଆମ ସୀମା ସେ ଦେଖନ୍ତୁ। ବାଲି ଗାଡ଼ି ନେଇଗଲେ ଅଟକେଇଲେନି। ଆମେ ତ ଠିଆ ହେଇଥିଲେ ଅଟକେଇବା ବୋଲି ସେ ଘୁଷାରି ନେଇଗଲେ। ଜେସିବିକି ଆଣିକି ରଖିଲେ ଏଠି। ଉଦିନ ମାସନ୍ତ ଆମର